Hello students, तो आज ଆମେ +3 4th semester education honors major paper 10 unit 3 ରେ ଆଜି ଆମେ selected short question 2 ମାର୍କିଆ ଏବଂ 5 ମାର୍କିଆ questions discuss କରିବା according your NEP syllabus ଅନୁସାରେ। ତ ଏବେ ସେ ଟପିକ ଉପରକୁ ଯିବା। ପ୍ରଥମେ short question ଦେଖିବା। ପ୍ରଥମ କ୍ୱେଶ୍ଚନ କ'ଣ ଆସୁଛୁ, ବିଭିନ୍ନ ଗଣମାଧ୍ୟମ ଓ ଏନସାଇକ୍ଲୋପିଡ଼ିଆ ଦେୟ ସାଧନୀ ଅଟେ, ସୂଚନା ପ୍ରଦାନକାରୀ ସାଧନୀ ଅଟେ। ନେକ୍ସଟ କ୍ୱେଶ୍ଚନ, ପ୍ରତ୍ୟୟ ଉପରେ ବାସ୍ତବ ଅନୁଭୂତ ଦେୟ ସାଧନୀ ଅଟେ, ପରିସ୍ଥିତି ଭିତ୍ତିକ ସାଧନୀ ଅଟେ। ନେକ୍ସଟ କ୍ୱେଶ୍ଚନ, ଜ୍ଞାନର ଆକଳନ କରିବା ଦେୟ ସାଧନୀର ଅନ୍ତର୍ଗତ, ଗଠନମୂଳକ ସାଧନୀର ଅନ୍ତର୍ଗତ। ନେକ୍ସଟ କ୍ୱେଶ୍ଚନ, ଡାକ ବ୍ୟବସ୍ଥା ଓ ଟେଲିଫୋନ ବ୍ୟବସ୍ଥା ଦ୍ୱାରା ଯୋଗାଯୋଗ ଦେୟ ସାଧନୀର ଅନ୍ତର୍ଗତ ନା ଯୋଗାଯୋଗ ସାଧନୀର ଅନ୍ତର୍ଗତ। ନେକ୍ସଟ କ୍ୱେଶ୍ଚନ, ଧାରଣା ଉତ୍ସାହକ ଡ୍ୟାଶ ନା ରେଖାଚିତ୍ର। ନେକ୍ସଟ କ୍ୱେଶ୍ଚନ, ବିଷୟଗତ ସାରାଂଶ ନିର୍ଦ୍ଧାରଣ ଦିଗରେ ଡ୍ୟାଶ ଅତି ଉପାଦେୟ ନା ଧାରଣା ନକ୍ସା। ନେକ୍ସଟ କ୍ୱେଶ୍ଚନ, ୱାର୍ଲଡ ୱାଇଡ ୱେବକୁ ସଂକ୍ଷେପରେ ଡ୍ୟାଶ କୁହାଯାଏ, ୱେବ କୁହାଯାଏ। ନେକ୍ସଟ ଆସିବା, ଇଣ୍ଟରନେଟ ଏକ ଡ୍ୟାଶ ନେଟୱାର୍କ, ଏଟା ହେଉଛି ବିକେନ୍ଦ୍ରୀକରଣ ନେଟୱାର୍କ, କୋଉଟା ଇଣ୍ଟରନେଟଟା। ନେକ୍ସଟ କ୍ୱେଶ୍ଚନ, ଶବ୍ଦ ଗ୍ରାଫିକ ଓ ରେଡ଼ିଓ ଆଦି ଦେୟ ସାଧନୀର ଅନ୍ତର୍ଗତ, ସୂଚନା ପ୍ରଦାନକାରୀ ସାଧନୀର ଅନ୍ତର୍ଗତ। ନେକ୍ସଟ କ୍ୱେଶ୍ଚନ, କାର୍ଯ୍ୟ ଦକ୍ଷତାର ମାନ ନିର୍ଦ୍ଧାରଣ ବ୍ୟବସ୍ଥାକୁ ଡ୍ୟାଶ କୁହାଯାଏ ନା କୃତ୍ରିମ ନମୁନା ବା ପୋର୍ଟଫୋଲିଓ ବ୍ୟବସ୍ଥା କୁହାଯାଏ। ନେକ୍ସଟ କ୍ୱେଶ୍ଚନ, ଡ୍ୟାଶ ଓ ଡ୍ୟାଶ ମୂଲ୍ୟାୟନ ପାଇଁ କୃତି ନମୁନା ନକ୍ସା ଆବଶ୍ୟକ, ଗଠନାତ୍ମକ ଓ ସମଷ୍ଟିଗତ ମୂଲ୍ୟାୟନ ପାଇଁ କୃତି ନମୁନା ନକ୍ସା ଆବଶ୍ୟକ। ନେକ୍ସଟ କ୍ୱେଶ୍ଚନ, ତଥ୍ୟ ସମ୍ବଳିତ ନଥିଲେ ସଞ୍ଚୟ ହୋଇଥିବା ସମାରୋହକୁ ଡ୍ୟାଶ କୁହାଯାଏ ନା ୱେବ କୁହାଯାଏ। ନେକ୍ସଟ କ୍ୱେଶ୍ଚନ, ଓପନ କୋର୍ସ ୱେର ପ୍ରଥମ ସ୍ଥାନ ଡ୍ୟାଶ ଥିଲା, ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି। ନେକ୍ସଟ କ୍ୱେଶ୍ଚନ, ଡ୍ୟାଶ ଓ ଡ୍ୟାଶ ଶୈକ୍ଷିକ ପ୍ରଯୁକ୍ତି ବିଦ୍ୟାର ସାଧନ ଅଟେ, ହାର୍ଡୱେର ଓ ସଫ୍ଟୱେର। ନେକ୍ସଟ କ୍ୱେଶ୍ଚନ, ମଗ ଶବ୍ଦଟି ଡ୍ୟାଶ ମସିହାରେ ଡ୍ୟାଶଙ୍କ ଦ୍ୱାରା ବିକଶିତ ହୋଇଥିଲା ନା ମଗ ଶବ୍ଦଟି 2008 ମସିହାରେ ଡେଭ କର୍ନବେଙ୍କ ଦ୍ୱାରା ବିକଶିତ ହୋଇଥିଲା। ନେକ୍ସଟ କ୍ୱେଶ୍ଚନ, ଡ୍ୟାଶ କମ୍ପ୍ୟୁଟର ଜନକ ନା ଚାର୍ଲସ ବେବେଜ, ଏଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ଦେନ୍ ଆସିବା, ଗୋଟିଏ ଶବ୍ଦରେ ଉତ୍ତର ଦିଅ। ପ୍ରଥମ କ୍ୱେଶ୍ଚନ କ'ଣ ଆସୁଛି, ଇମେଲ କେଉଁ ସାଧନର ଅନ୍ତର୍ଗତ? ଇମେଲଟା ହେଉଛି ଯୋଗାଯୋଗ ସାଧନୀର ଅନ୍ତର୍ଗତ। ନେକ୍ସଟ କ୍ୱେଶ୍ଚନ, କେଉଁ ପ୍ରକାର ମୂଲ୍ୟାୟନ ପାଇଁ କୃତି ନମୁନା ନକ୍ସା ସହାୟକ ହୋଇଥାଏ? ଗଠନାତ୍ମକ ଓ ସମଷ୍ଟିଗତ ନମୁନା। ନେକ୍ସଟ କ୍ୱେଶ୍ଚନ, ଡାକ ବ୍ୟବସ୍ଥା ଟେଲିଫୋନ ବ୍ୟବସ୍ଥା ଦ୍ୱାରା ଯୋଗାଯୋଗ ସମ୍ଭବ, ଏହା କେଉଁ ସାଧନୀର ଅନ୍ତର୍ଗତ? ଏଟା ହେଉଛି ଯୋଗାଯୋଗ ସାଧନୀର ଅନ୍ତର୍ଭୁକ୍ତ। ନେକ୍ସଟ କ୍ୱେଶ୍ଚନ, କେଉଁ ସାଧନୀକୁ ପ୍ରୟୋଗ କରି ଆମେ ନିଜର ଜ୍ଞାନର ଆକଳନ କରିପାରିବା? ଗଠନମୂଳକ ସାଧନୀ। ପ୍ରତ୍ୟୟ କେଉଁ ପ୍ରକାର ସାଧନୀ ଅଟେ? ପରିସ୍ଥିତି ଭିତ୍ତିକ। ତଥ୍ୟ ସମ୍ବଳିତ ନଥିଲେ ସଞ୍ଚୟ ହେଉଥିବା ସମାରୋହକୁ କ'ଣ କୁହାଯାଏ ନା ୱେବ କୁହାଯାଏ। ନେକ୍ସଟ କ୍ୱେଶ୍ଚନ, ଚିତ୍ର, ତଥ୍ୟ କିମ୍ବା ଶବ୍ଦ ମାଧ୍ୟମରେ ବାର୍ତ୍ତାଳାପ କରିବା ପାଇଁ କେଉଁ ସାଧନୀର ଆବଶ୍ୟକ ନା ଯୋଗାଯୋଗ ସାଧନୀର ଆବଶ୍ୟକ। ନେକ୍ସଟ କ୍ୱେଶ୍ଚନ, ICTର ପୁରା ନାମ କ'ଣ? ଇନଫର୍ମେସନ କମ୍ୟୁନିକେସନ ଟେକ୍ନୋଲୋଜି। ନେକ୍ସଟ କ୍ୱେଶ୍ଚନ, ଡ୍ୟାଶ ଓ ଡ୍ୟାଶ କୃତିର ନମୁନା ସଂଗ୍ରହ କରିଥିଲା ଏଲଭିନ ଏମ ଡେଭିଡ। ନେକ୍ସଟ କ୍ୱେଶ୍ଚନ, କୃତ୍ରିମ ନମୁନା ପୋର୍ଟଫୋଲିଓକୁ ସାଧାରଣତଃ କ'ଣ କୁହାଯାଏ? ନିର୍ଦ୍ଦେଶନା ଓ ମାନ ନିର୍ଦ୍ଧାରଣ କୁହାଯାଏ। ନେକ୍ସଟ କ୍ୱେଶ୍ଚନ, ଶିକ୍ଷାଦାନକୁ ଆକର୍ଷଣ ଲାଗି କ'ଣ ବ୍ୟବହାର କରାଯାଏ? ଶିକ୍ଷଣ ସମ୍ବଳ, ଲର୍ଣ୍ଣିଂ ରିସୋର୍ସ। ନେକ୍ସଟ କ୍ୱେଶ୍ଚନ, କେଉଁ ସାମାଜିକ ୱେବସାଇଟ ମାଧ୍ୟମରେ ପୃଥିବୀର ଯେକୌଣସି ବ୍ୟକ୍ତି ସହ ଯୋଗାଯୋଗ କରିହେବ ନା ଫେସବୁକ୍ ଓ ଟ୍ୱିଟର। ନେକ୍ସଟ କ୍ୱେଶ୍ଚନ, ମେକ୍ ଶବ୍ଦଟି ପ୍ରଥମେ କାହା ଦ୍ୱାରା ବିକଶିତ ହୋଇଥିଲା? ଏଟା ହେଉଛି 2008 ମସିହା
ଡେର୍ କର୍ଜନଙ୍କ ଦ୍ୱାରା ବିକଶିତ ହେଇଥିଲା। କୋଉଟା ନା ମୋକ୍, MOOC, ମୋକ୍ ଟି। ଓକେ, ନେକ୍ସଟ ଆସିବା କେଉଁଠି ଏକ ୱେବ୍ ଆଧାରିତ କାର୍ଯ୍ୟକ୍ରମ। ୱେବ୍ ମାନେ ସେମିନାରଟା ହେଉଛି ଏକ ୱେବ୍ ଆଧାରିତ କାର୍ଯ୍ୟକ୍ରମ। ଏହା ଥିଲା ହଟ୍ କ୍ୱେଶ୍ଚନ୍। ଦେନ୍ ଆସିବା ନ୍ୟୁମେରିକାଲ କ୍ୱେଶ୍ଚନ୍କୁ। ନ୍ୟୁମେରିକାଲ କ୍ୱେଶ୍ଚନ୍କୁ ମୁଁ ଡିସ୍କସ୍ କରୁନାହିଁ, ଡିସ୍କସ୍ କଲେ ଅଧିକ ଟାଇମ୍ ଯିବ। ଭିଡ଼ିଓଟିକୁ ମୁଁ ଧୀରେ ଧୀରେ ସ୍କୋର୍ କରିକି ଯାଉଛୁ, ଷ୍ଟପ୍ କରି ପଢ଼ି ନିଅ କିମ୍ବା ସ୍କ୍ରିନଶଟ୍ ନେଇପାର, ବେଟର୍ ହେବ। ଭିଡ଼ିଓଟିକୁ ଷ୍ଟପ୍ କର ଆଣ୍ଡ ପଢ଼ି ନିଅ। ପ୍ରଥମ କ୍ୱେଶ୍ଚନ୍ କ'ଣ ଆସୁଛି? ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ସାଧନ ଗୁଡ଼ିକୁ ଲେଖ। ରାଇଟ୍ ଦ ଟୁଲ୍ସ ଅଫ୍ ଇନଫର୍ମେସନ୍ ଆଣ୍ଡ କମ୍ୟୁନିକେସନ୍ ଟେକ୍ନୋଲୋଜି। ତ ପଏଣ୍ଟକୁ ପଢ଼ି ନିଅ ଆରାମସେ, ଭିଡ଼ିଓ ଷ୍ଟପ୍ କରିକି। ସମସ୍ତେ କୋଉ ଡିଷ୍ଟ୍ରିକ୍ଟର ପିଲା କ୍ଲାସ୍ଟି କେମିତି ଲାଗିଲା ଗୋଟେ କମେଣ୍ଟ କରିକି ଯାଅ। କୋଉ ଡିଷ୍ଟ୍ରିକ୍ଟର ପିଲା ତା ମଧ୍ୟ କମେଣ୍ଟ କର, ଯାହାକି ମୋତେ ବହୁତ ଇନ୍ସପାୟାର କରିବ ନେକ୍ସଟ ଭିଡ଼ିଓ ବନେଇବା ପାଇଁ। ତ ସମସ୍ତେ ଗୋଟେ ଗୋଟେ କମେଣ୍ଟ କରିକି ଯାଅ। फाइव मार्क। ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ କମ୍ପ୍ୟୁଟର ଭୂମିକା ଓ ଯାନ୍ତ୍ରିକ ବ୍ୟବସ୍ଥା, ହାର୍ଡୱେର୍ ଓ ସଫ୍ଟୱେର୍ ଧାରଣା ଦିଅ। ଡିସ୍କସ୍ ଦ ରୋଲ୍ ଅଫ୍ କମ୍ପ୍ୟୁଟର ଇନ୍ ଇନଫର୍ମେସନ୍ ଆଣ୍ଡ ଟେକ୍ନୋଲୋଜି। ଏକ୍ସପ୍ଲେନ୍ ଦ ସିଷ୍ଟମ୍ ଆପ୍ରୋଚ୍ ଅଫ୍ ହାର୍ଡୱେର୍ ଆଣ୍ଡ ସଫ୍ଟୱେର୍। Thank you all.